ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ମହାଭାରତର ପୌରାଣିକ କାହାଣୀରୁ ଗୋଟିଏ। ନର ବା କୁଞ୍ଜର ହେଉ ଅଶ୍ୱତ୍ଥାମା ହତ। ଦ୍ରୋଣଙ୍କର ଏକମାତ୍ର ପୁତ୍ର ହେଉଛନ୍ତି ଅଶ୍ୱତ୍ଥାମା। ଅଶ୍ୱତ୍ଥାମା ପୁଣି ବାପାଙ୍କ ଠାରୁ ବଳି ବଡ଼ ବୀର। ଅଭିମନ୍ୟୁକୁ କୌରବମାନେ ଅନ୍ୟାୟ ଯୁଦ୍ଧରେ ମାରିବା ଦିନଠାରୁ ଭୀମଙ୍କର ରାଗ କାହିଁରେ କ'ଣ? ସେ ଖାଲି ସୁଯୋଗ ଖୋଜୁଥାନ୍ତି। ଦ୍ରୋଣ, କର୍ଣ୍ଣ, ଶଲ୍ୟ, ଅଶ୍ୱତ୍ଥାମା ଯାହାକୁ ବି ପାଇବେ ସେ ଏକା ଥରକେ ମାରିଦେବେ। ଯୋଗକୁ ସେଦିନ ଯୁଦ୍ଧ ପଡ଼ିଆରେ ଭୀମ ଅଶ୍ୱତ୍ଥାମା ଏକାଠି ଭେଟାଭେଟି ହୋଇଗଲେ। ଦୁଇ ଜଣଙ୍କର ଘମାଘୋଟ ଲଢ଼େଇ ଚାଲିଲା। ଭୀମଙ୍କର ରୂପ ଦେଖି କୌରବ ସୈନ୍ୟ ଭୟରେ କିଏ କୁଆଡ଼େ ଆଡ଼େଇ ହୋଇଗଲେ। ଦୁହେଁ ରାତି 9 ଘଡ଼ି ଯାଏ ଲଢ଼େଇ ଚାଲିଲେ। ଆଉ ଶେଷରେ ଭୀମ ଅଶ୍ୱତ୍ଥାମାଙ୍କୁ ତାଙ୍କର ରଥ ସହିତ ଟେକି ଶୂନ୍ୟେ ଶୂନ୍ୟେ ଏପରି ଫୋପାଡ଼ି ଦେଲେ ଯେ ସେ ଯାଇ ପଡ଼ିଲେ ଯମୁନା ନଦୀର ଆର ପାଖରେ। ରଥ ଭାଙ୍ଗି ଚୂନା ହୋଇଗଲା। ଅଶ୍ୱତ୍ଥାମା ଆଣ୍ଠୁ ଗଣ୍ଠି ଖଣ୍ଡିଆ କରି ସେଇଠି ପଡ଼ି ରହିଲେ। ଏତିକିବେଳେ ମାଳବ ଦେଶର ରାଜା ଅଶ୍ୱତ୍ଥାମା ନାମକ ଗୋଟିଏ ହାତୀ ଉପରେ ଚଢ଼ି ଯୁଦ୍ଧ କରିବାକୁ ଆସୁଥିଲେ। ଅଶ୍ୱତ୍ଥାମା ହେଉଛି ଏକ ବିରାଟ ହାତୀ। ବିଶ୍ୱରୂପ ଧରିଲେ ସେ ପୃଥିବୀ ସାଙ୍ଗରେ ସମାନ ହୋଇଯିବ। ଭୀମ ତ ନିଜେ ବିଶ୍ୱରୂପ ଧରିଛନ୍ତି। ସେ ଦୌଡ଼ି ଯାଇ ଗଦାରେ ଏମିତି ଏକ ନିର୍ଘାତ ପାହାର ବସାଇଲେ ଯେ ହାତୀର ମୁଣ୍ଡ ଚୂନା ହୋଇଗଲା। ଏତେ ବଡ଼ ହାତୀଟା ଏକା ପାହାରକେ ମରିଯିବା ଦେଖି କୌରବ ସୈନ୍ୟ ଭୟରେ କିଏ କୁଆଡ଼େ ଛାଟିପିଟି ହୋଇ ପଳାଇଲେ। ସବୁଆଡ଼େ ଗୁଜବ ହୋଇଗଲା ଯେ ଅଶ୍ୱତ୍ଥାମା ମରିଗଲେ। ସେତେବେଳକୁ ରାତି ଆସି ପାହାନ୍ତିଆ ହେଲାଣି। ଦ୍ରୋଣ ଏ ଖବର ଶୁଣି ପାଗଳ ପରି ଘୂରି ବୁଲୁଥାନ୍ତି। ଯାହାକୁ ଦେଖନ୍ତି ପଚାରନ୍ତି, ସତ କହ ତ, ଆଜି ଯୁଦ୍ଧରେ ମୋ ପୁଅ ଅଶ୍ୱତ୍ଥାମା ମରିଛି ନା ଆଉ କିଏ? ଦୁର୍ଯ୍ୟୋଧନ, ଶଲ୍ୟ, କୃପ, ଶକୁନି ସମସ୍ତେ କହିଲେ ଅଶ୍ୱତ୍ଥାମା ମରିଛି। କର୍ଣ୍ଣକୁ ପଚାରିବାରୁ କର୍ଣ୍ଣ କହିଲେ, ସମସ୍ତେ ତ କହୁଛନ୍ତି ଅଶ୍ୱତ୍ଥାମା ମରିଛି ବୋଲି। ମୁଁ ମଧ୍ୟ ରାତି 9 ଘଡ଼ିରୁ ତାକୁ ଦେଖି ନାହିଁ। ଠିକ୍ ଖବର ବୁଝିବାକୁ ଦ୍ରୋଣ ଧାଇଁଲେ ଯୁଧିଷ୍ଠିରଙ୍କ ପାଖକୁ। ସେ ଭାବିଲେ ଯୁଧିଷ୍ଠିର ଧର୍ମରାଜ। ସେ କେବେ ହେଲେ ମିଛ କହିବେ ନାହିଁ। ତାଙ୍କଠାରୁ ନିଶ୍ଚୟ ସତ ଖବର ମିଳିବ। ଏତିକିବେଳେ ଶ୍ରୀକୃଷ୍ଣ ଯାଇ ପହଞ୍ଚିଗଲେ ଯୁଧିଷ୍ଠିରଙ୍କ ପାଖରେ। କହିଲେ, ଦେଖ ଧର୍ମରାଜ, ଏ ସୁଯୋଗ ଆଉ ମିଳିବ ନାହିଁ। ଦ୍ରୋଣ ଏବେ ଆସୁଛନ୍ତି ତୁମ ପାଖକୁ ତାଙ୍କ ପୁଅ ଖବର ପଚାରିବାକୁ। ତୁମେ ଯଦି ହାତୀ କଥା ନ କହି ଖାଲି ଏତିକି କହିଦେବ ଯେ ଅଶ୍ୱତ୍ଥାମା ମରିଛି, ତେବେ ସେ ଦୁଃଖରେ ନିଶ୍ଚୟ ପ୍ରାଣତ୍ୟାଗ କରିବେ। ତା ନହେଲେ ଦ୍ରୋଣଙ୍କୁ ମାରିବା ସହଜ ନୁହେଁ। ଯୁଧିଷ୍ଠିର କହିଲେ, ପ୍ରଭୁ, ଜାଣି ଜାଣି ଏତେ ବଡ଼ ମିଛ କଥା କିପରି କହିବି? ଶ୍ରୀକୃଷ୍ଣ କହିଲେ, ଅଶ୍ୱତ୍ଥାମାକୁ ତ ରଥ ସହିତ ଭୀମ ଫିଙ୍ଗିଦେଲା ଯେ ସେ ଯମୁନା ନଦୀ ଆରପାରିରେ ପଡ଼ିକରି ବି ମଲା ନାହିଁ। ଆଜି ଯୁଦ୍ଧରେ ପ୍ରକୃତରେ ମରିଛି ଅଶ୍ୱତ୍ଥାମା ନାମରେ ହାତୀଟାଏ। କିନ୍ତୁ କୌରବ ଶିବିରରେ ସମସ୍ତେ ଜାଣନ୍ତି ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା ମରିଛି ବୋଲି। ତୁମେ ଖାଲି ଯଦି ଟିକିଏ
ଛଳେଇ କରି କହିଦେବ, ତେବେ ଆଜି ଆଉ ଦ୍ରୋଣ ଜୀବନ ରଖିବେ ନାହିଁ। ଆଉ ସେଇଆ ହିଁ ହେଲା। ଦ୍ରୋଣ ଯେତେବେଳେ ପାଗଳ ଭଳି ଆସି ଯୁଧିଷ୍ଠିରଙ୍କୁ ପଚାରିଲେ, ସତ କୁହ ଧର୍ମପୁତ୍ର, ଆଜି ଯୁଦ୍ଧରେ ମୋ ପୁତ୍ର ଅଶ୍ୱତ୍ଥାମା ମରିଛି? ତହୁଁ ଯୁଧିଷ୍ଠିର କହିଲେ, ଗୁରୁଦେବ, ସମସ୍ତେ ତ କହୁଛନ୍ତି ଅଶ୍ୱତ୍ଥାମା ମରିଛି ବୋଲି। ତେବେ ନର ହେଉ ବା କୁଞ୍ଜର ହେଉ, ଅଶ୍ୱତ୍ଥାମା ମରିଛି। କୁଞ୍ଜର ବୋଲି କହିଲା ବେଳକୁ ଟିକିଏ ଦୂରରେ ଥାଇ ଶ୍ରୀକୃଷ୍ଣ ଖୁବ୍ ଜୋରରେ ତାଙ୍କର ଶଙ୍ଖଟାକୁ ଫୁଙ୍କିବାକୁ ଲାଗିଲେ। ଫଳରେ ଦ୍ରୋଣ ଆଉ ହାତୀ କଥା ଶୁଣିପାରିଲେ ନାହିଁ। ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ଏକମାତ୍ର ଯୋଗ୍ୟ ପୁତ୍ର ଅଶ୍ୱତ୍ଥାମା ମୃତ୍ୟୁବରଣ କରିଛି। ଏତକ ଶୁଣି ଦ୍ରୋଣଙ୍କ ହାତରୁ ଖଣ୍ଡା ଖସି ପଡ଼ିଲା। ସେ ମୂର୍ଚ୍ଛା ହୋଇ ପଡ଼ିଗଲେ। ଏତିକିବେଳେ ଧୃଷ୍ଟଦ୍ୟୁମ୍ନକୁ ଶ୍ରୀକୃଷ୍ଣ ଆଖି ଠାରିଦେଲେ। ସେ ଧାଇଁ ଯାଇ ଦ୍ରୋଣଙ୍କୁ ଖଣ୍ଡାରେ ଦୁଇଖଣ୍ଡ କରି ହାଣିଦେଲା। ଗୁରୁ ଦ୍ରୋଣ ମୃତ୍ୟୁବରଣ କଲେ। କିନ୍ତୁ ଯୁଧିଷ୍ଠିର ଜାଣିକରି ମଧ୍ୟ ସତ କଥାକୁ ଲୁଚାଇଥିବା ଯୋଗୁଁ ଶେଷରେ ତାଙ୍କୁ ଥରକ ପାଇଁ ନର୍କ ଦର୍ଶନ କରିବାକୁ ପଡ଼ିଥିଲା। ଶ୍ରୋତାବନ୍ଧୁ, ଆଉ ଗୋଟିଏ ସୁନ୍ଦର କାହାଣୀ ନେଇ ମୁଁ ଉପସ୍ଥିତ ହେବି ମୋର ଆଗାମୀ ଅଧ୍ୟାୟରେ। ନମସ୍କାର।